ଗାଁରୁ ପଠେଇଥିଲେ ମାମା ମୋର ପିତା ଶାଗ। ଦେଖନ୍ତୁ କେଡ଼େ କଅଁଳିଆ ଛନ ଛନ ହେଇଛି, କିନ୍ତୁ ନା ଯେମିତି ପିତା ତା'ର ସେମିତି ଖାଇବାକୁ ବି ପିତା। ଏପଟେ ପିତା କାଟିଲେ ମୁଁ କିଛି ପରିବା କାଟି ଦେଇଥିଲି, ଆଳୁ, ବାଇଗଣ, କଖାରୁ, ଆଉ ଏପଟେ କଞ୍ଚାଲଙ୍କା, ରସୁଣ ଆଉ ପିଆଜ କାଟି ରଖିଦେଇଛି। ତାପରେ ମମି ଏପଟେ ଶାଗକୁ କାଟି ଦେଉଛନ୍ତି। ଶାଗ କାଟି ସାରିଲା ପରେ ମମି ଆମର କରେଇରେ ସୋରିଷ ତେଲ କିଛି ସୋରିଷ ପକାଇକି ଫୁଟାଇ ଦେଲେ। ତାପରେ ଯେଉଁ କଞ୍ଚା ଲଙ୍କା, ରସୁଣ, ପିଆଜ ରଖା ହେଇଥିଲା ସେଥିରେ ପକାଇକି ମମି ଆମର ଭାଜିଦେଲେ। ସେ ଟିକେ ଭଲରେ ଭାଜି ହେଇସାରିଲା ପରେ ମମି ଯେଉଁ ଶାଗଟି କାଟିକି ରଖିଥିଲେ ସେ ଶାଗଟି ପକାଇଦେଲେ। ତାକୁ ଟିକେ ଭଲ ଭାବରେ ଭାଜିଦେଲେ। ସିଏ ତାପରେ ଟିକେ ଭଲ ଭାବରେ ଭାଜି ହେଇସାରିଲା ପରେ ଯେଉଁ ପରିବାଟି କାଟିକି ରଖିଥିଲେ ସେ ପରିବାଟା କାଟିକି ମମି କରେଇରେ ପକାଇଦେଲେ। ତାପରେ ମମି ତାକୁ ଭଲ ଭାବରେ ଭାଜିକି ଭଲସେ ଶାଗ ସହିତ ପୁରା ମିକ୍ସ କରିଦେଲେ। ତାପରେ ସ୍ୱାଦ ଅନୁସାରେ ଲୁଣ ପକାଇଦେଲେ। ତାପରେ ଲୁଣ ପକାଇ ସାରିଲା ପରେ ତାକୁ ଭଲ ଭାବରେ ଘାଣ୍ଟି ଦେଲେ, ଯେମିତି ଲୁଣ ଭଲ ଭାବରେ ମିଶିଯିବ। ସେ ମିଶି ସାରିଲା ପରେ ମମି ତାକୁ ଗୋଟେ ଘୋଡ଼ଣି ପକାଇଦେଲେ, ଯେମିତି ଯେଉଁ ପରିବାଟାକୁ ପୁରା ସିଝିଯିବ, ଶାଗ ବି ପୁରା ସିଝି ଯାଇଥିବ। ଏପଟେ ଦେଖନ୍ତୁ ପୁରା ଭଲ ଭାବରେ ଶାଗଟି ଭାଜି ହେଇଯାଇଛି ପରିବା ସହିତ। ଦେଖନ୍ତୁ ପୁରା ଗରମ ଗରମ ଶାଗ ଭାତ। ଆପଣ ବି ଘରେ ଟ୍ରାଏ କରିବେ, ନିଶ୍ଚିନ୍ତ ଭଲ ଲାଗିବ।